ଯେହେତୁ 10 ଗୋଟି ଆମର ଦାବି ରହିଛି ଡେଙ୍ଗାଜୀ ନିଉଡ଼ାକୁ ଏଲ୍‌ଡିପି କିଭଳି ଭାବରେ ଘୋଷଣା କରାଯିବ, ଅଞ୍ଚଳରେ ଗୋଟେ ଉନ୍ନତ ମାନର ମେଡିକାଲ କେମିତି ହେଇପାରିବ, ଏଲ୍‌ଡିପି, ଏଲ୍‌ଏପି, ଏସ୍ଏପି ଯେଉଁମାନେ ରହିଛନ୍ତି ତାଙ୍କର ଯେଉଁମାନେ ରହିଛନ୍ତି 45 ବର୍ଷ ହେଲା ଚାକିରି ପାଇନାହାନ୍ତି ସେମାନଙ୍କ ପରିବାରକୁ କିଭଳି ଭାବରେ ଚାକିରି ମିଳିବା ଯାଏ ଏବଂ 45 ବର୍ଷର ଏରିଆ ସାଥିରେ କେମିତି ପେନସନ ମିଳିବ ସେମାନଙ୍କ ପାଇଁ ଯୋଜନା କରିବାର ଅଛି ଏବଂ ନାଲକୋରେ ଗୋଟେ ଉନ୍ନତ ମାନର ବସଷ୍ଟାଣ୍ଡ କିଭଳି ଭାବରେ ନିର୍ମାଣ ହେଇପାରିବ ଏବଂ এই ଅଞ୍ଚଳର ଯୁବା ଯୁବତୀ ମାନେ ଯେତିକି ସବୁ ପାଠ ପଢୁଛନ୍ତି ଏମାନେ କେମିତି ମାଗଣାରେ ଶିକ୍ଷା ପ୍ରାପ୍ତ ହେଇପାରିବେ ସେଥିପାଇଁ ବିଶେଷ ଭାବରେ ଆମର ଦାବି ରହିଛି। ଗାଁ ଗୁଡାକରେ କିଭଳି ଭାବରେ ଯେତେ ସବୁ ଆମର ବିଜୁଳି ଉପଭୋକ୍ତା ଅଛନ୍ତି ପେରିଫେରାଲ ଅଞ୍ଚଳରେ ଆପଣଙ୍କର ଦଶମପୁର ବ୍ଲକର ମୁଜାଙ୍ଗ ପଞ୍ଚାୟତ କଥା କୁହନ୍ତୁ, ପଡାଗଡ଼ ପଞ୍ଚାୟତ କଥା କୁହନ୍ତୁ, ଆମର କାକିଲିମା ଯୋଉ ଅଞ୍ଚଳ ରହିଛି ଲକ୍ଷ୍ମୀପୁର ଅଞ୍ଚଳ ସେମାନେ କେମିତି ମାଗଣାରେ ବିଜୁଳି ପାଇବେ, ବିଜୁଳି ବିଲ୍ କେମିତି ସେମାନଙ୍କର ଛାଡ଼ ହବ। ନାଲକୋ ଏଡ଼େ ଗୋଟେ ପ୍ରକଳ୍ପ ଅଛି ସେମାନଙ୍କ ପାଇଁ ଯଦି ମୌଳିକ ସୁବିଧାର ଯଦି ସେ ଭାଗିଦାର ହବ ନାହିଁ ତାହେଲେ କେମିତି ଏ ଅଞ୍ଚଳର ସେ ଲୋକଙ୍କର ସେବା କରିବ, ଲୋକଙ୍କର ସାହାଯ୍ୟ ପାଇବ। ହଜାର ହଜାର ବର୍ଷ ହେଲା ଲୋକ ଏ ଅଞ୍ଚଳର ଆଦିବାସୀ ଅଧିବାସୀ ତାଙ୍କର ଜମି ଜମାରେ ନିର୍ଭର କରିକି ବଞ୍ଚୁଥିଲେ। ଆଜି ଏଇ ସମୟରେ ତାଙ୍କର ଜମି ଜମା ନେଲା ପରେ ଯଦି ସେମାନଙ୍କର ନିଯୁକ୍ତି ନାହିଁ, ସେମାନଙ୍କୁ ଏ କମ୍ପାନୀ ଉପେକ୍ଷିତ କରିବ, ପୁଣି ଯୋଉ ତାଙ୍କର ଲାଭାଂଶର 2% 3% ଯୋଉ ଟଙ୍କା ଖର୍ଚ୍ଚ କରିବା କଥା ଲୋକ ପ୍ରତିନିଧି ମାନଙ୍କର ସଜେସନ ନିଆହବ ନାହିଁ, ଲୋକ ପ୍ରତିନିଧି ମାନଙ୍କ ମତାମତ ନିଆହବ ନାହିଁ, ଏଭଳି ଭାବରେ ଯଦି କରାହବ ତାହେଲେ ନିଶ୍ଚିତ ଭାବରେ ଏଇଟା ଦୁର୍ଭାଗ୍ୟଜନକ। ସେଇଥିପାଇଁ ଜିଲ୍ଲା କଂଗ୍ରେସ କମିଟି ତରଫରୁ ବନ୍ଦ ଡାକରା ଦିଆଯାଇଛି ଅନିର୍ଦ୍ଦିଷ୍ଟ କାଳ ପାଇଁ। ଏ ଦାବିଗୁଡାକ ପୂରଣ ନହେଲେ ତାଙ୍କର ଦାବିଗୁଡାକ ପୂରଣ ନ ହବାର ଯଦି ସମ୍ଭାବନା ଆମେ ଦେଖିବ ନାହିଁ ଏ ଆନ୍ଦୋଳନ ପ୍ରମୁଖ ଭାବରେ ଚାଲିବ, ୟା ସମାଧାନ ହେବାର ବାଟ ଦେଖୁ। ଯଦି ଆଜି ଆଲୋଚନା କରିକି ସମ୍ପୂର୍ଣ୍ଣ ଭାବରେ ଲୋକଙ୍କର ମତାମତ ଗ୍ରହଣ କରିକି ସେ ଆନ୍ଦୋଳନର ଯଦି ଉତ୍ତର ରଖିବେ ନିଶ୍ଚିତ ଭାବରେ ଆନ୍ଦୋଳନ ଆମେ